ଆଜି ଆମେ ଆମ ପାଖରେ ଯୋଉ ଉତ୍ସ ଅଛି ସେଗୁଡ଼ିକ ଜଣେ ବେଶ୍ ଜଣାଶୁଣା କିନ୍ତୁ ବୋଧହୁଏ ସମସ୍ତେ ତାଙ୍କ ବିଷୟରେ ଏତେ ଗଭୀର ଭାବେ ଜାଣିନଥିବେ ସେମିତି ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ। ହଁ। ଖାନ୍ ଅବଦୁଲ ଗଫର ଖାନ୍। ଆଚ୍ଛା। ଆମେ ତାଙ୍କୁ ବେଶୀକରି ସୀମାନ୍ତ ଗାନ୍ଧୀ ନାଁରେ ଜାଣୁ। ହଁ, ସେଇ ନାଁଟା ବହୁତ ପ୍ରଚଳିତ। ତେବେ ଆଜି ଆମେ ଚେଷ୍ଟା କରିବା ଏହି ଅନୁଶୀଳନରେ ସେ ପ୍ରକୃତରେ କିଏ ଥିଲେ ଆଉ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା କ'ଣ ଥିଲା ସେ ବିଷୟରେ ଟିକେ ଜାଣିବା। ନିଶ୍ଚୟ। ଆଉ ଦେଖନ୍ତୁ, କେବଳ ସୀମାନ୍ତ ଗାନ୍ଧୀ ନୁହେଁ, ଆମ ସୂତ୍ରଗୁଡ଼ିକ କହୁଛି ତାଙ୍କୁ ଲୋକେ ବହୁତ ସ୍ନେହରେ ଆଉ ସମ୍ମାନରେ ବାଦଶାହ ଖାନ୍ ବି କହୁଥିଲେ। ଓ ୱଚା ଖାନ୍। ହଁ, ମାନେ ରାଜା। ଆଉ ବାଦଶାହ ଖାନ୍ ବି। ବାଦଶାହ ଖାନ୍ ମାନେ ନେତାମାନଙ୍କର ରାଜା। ହଁ, ଏକଦମ ସେଇଆ। ଏ ନାଁ ଗୁଡ଼ାକରୁ ହିଁ ତାଙ୍କର ପ୍ରଭାବ ଆଉ ସମ୍ମାନ ବିଷୟରେ କିଛିଟା ଆମେ ଅନ୍ଦାଜ କରିପାରିବା। ବାଃ, ଏତେଗୁଡ଼ିଏ ନା, ଭଲ କଥା। ତେବେ ଆସନ୍ତୁ ମୂଳରୁ ଆରମ୍ଭ କରିବା। ସେ ବାସ୍ତବରେ କିଏ ଥିଲେ, କୋଉ ଅଞ୍ଚଳର ଥିଲେ? ଆମ ପାଖରେ ଯୋଉ ତଥ୍ୟ ଅଛି ସେ ଅନୁସାରେ ସେ ଥିଲେ ବ୍ରିଟିଶ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ଜଣେ ପଶ୍ତୁନ ନେତା। ଆଚ୍ଛା, ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ଯାହା ଏବେ ପାକିସ୍ତାନରେ। ହଁ, ବର୍ତ୍ତମାନ ପାକିସ୍ତାନର ଅଂଶ। ଆଉ ପଶ୍ତୁନମାନେ ତ ସେ ଅଞ୍ଚଳର ଗୋଟେ ମୁଖ୍ୟ ଜନଜାତି। ସେମାନେ ସାଧାରଣତଃ ତାଙ୍କର ସାମରିକ ପରମ୍ପରା ପାଇଁ ଜଣାଶୁଣା। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ମହାତ୍ମା ଗାନ୍ଧୀଙ୍କର ଜଣେ ଭାରି ନିକଟତର ସହଯୋଗୀ ଥିଲେ। ଗାନ୍ଧୀଜୀଙ୍କର? ହଁ, ଆଉ ଅହିଂସା ନୀତିର ଜଣେ ପକ୍କା ସମର୍ଥକ। ଏଇଠି କଥାଟା ଆହୁରି ମଜାଦାର ହେଇଗଲା। ଜଣେ ପଶ୍ତୁନ ନେତା, ଯୋଉ ସମାଜର ସାମରିକ ପରମ୍ପରା ଅଛି ବୋଲି ଆପଣ କହିଲେ, ହଁ, ସେ କେମିତି ଗାନ୍ଧୀଜୀଙ୍କର ଅହିଂସା ଆଦର୍ଶରେ ଏତେ ଗଭୀର ଭାବେ ପ୍ରଭାବିତ ହେଲେ, ଏ ବିଷୟରେ ଆମ ଉତ୍ସ କ'ଣ କହୁଛି? ହଁ, ଏଇଟା ବାସ୍ତବିକ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ସୂତ୍ରରୁ ଜଣାପଡ଼ୁଛି ଯେ ସେ ଖୁଦାଇ ଖିଦମତଗାର ନାଁରେ ଗୋଟେ ଆନ୍ଦୋଳନ ଗଢ଼ିଥିଲେ। ଖୁଦାଇ ଖିଦମତଗାର, ଏହାର ଅର୍ଥ କ'ଣ? ଈଶ୍ୱରଙ୍କର ସେବକ। ଆଉ ଏହି ଆନ୍ଦୋଳନ ପୂରାପୂରି ଅହିଂସା ଉପରେ ଆଧାରିତ ଥିଲା। ଏହାର ସଦସ୍ୟମାନେ ଲାଲ କୁର୍ତ୍ତା ପିନ୍ଧୁଥିଲେ। ଓହୋ, ସେଇଥିପାଇଁ ଲାଲ କୁର୍ତ୍ତା ବାହିନୀ ଶୁଣିବାକୁ ମିଳେ। ହଁ, ସେଇଆ। ଖାନ୍ ସାହେବ ବହୁତ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଅହିଂସାଟା କିଛି ଭୀରୁତା ନୁହେଁ, ବରଂ ଏହା ସାହସର ଚରମ ପରିପ୍ରକାଶ। ବାଃ। ଆଉ ସେ କେବଳ ଏତିକି ନୁହେଁ, ସେ ପଶ୍ତୁନ ସମାଜରେ ଶିକ୍ଷାର ପ୍ରସାର ପାଇଁ, ସାମାଜିକ ସଂସ୍କାର ପାଇଁ ବି ବହୁତ କାମ କରିଥିଲେ। ଏସବୁ ତାଙ୍କର ଅହିଂସା ଆନ୍ଦୋଳନର ହିଁ ଗୋଟେ ଅଂଶ ଥିଲା। ବୁଝିଲି। ତାହେଲେ ତ ଏହା ଅସାଧାରଣ କଥା। ଏ ଯୋଉ ସୀମାନ୍ତ ଗାନ୍ଧୀ ନାଁଟା, ଏଇଟା କେବଳ ଗାନ୍ଧୀଜୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ପାଇଁ ନୁହେଁ, ନା, ବରଂ ସେ ସୀମାନ୍ତ ଅଞ୍ଚଳରେ, ସେଇ ପରିବେଶରେ ଗାନ୍ଧୀଜୀଙ୍କର ଅହିଂସା ନୀତିକୁ ସଫଳ ଭାବେ ଲାଗୁ କରିଥିଲେ, ସେଇଥିପାଇଁ। ନିଶ୍ଚିତ ଭାବରେ, ଏକଦମ ଠିକ୍ କହିଲେ। ଏଇଟା କେବଳ ଗୋଟେ ଉପାଧି ନଥିଲା, ଏଇଟା ତାଙ୍କ କାମ ଆଉ ତାଙ୍କ ଆଦର୍ଶର ପ୍ରତିଫଳନ ଥିଲା। ସେ ଦେଖେଇଦେଲେ ଯେ ଅହିଂସା କୌଣସି ଭୌଗୋଳିକ ସୀମାରେ ବନ୍ଧା ନୁହେଁ କି କୌଣସି ସାଂସ୍କୃତିକ ପରିଚୟ ଭିତରେ ସୀମିତ ନୁହେଁ। ତାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ପଶ୍ତୁନ ଲୋକେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ, ଆଉ ସେ ବି ଅହିଂସା ମାର୍ଗରେ। ଏଇଟା ନିଶ୍ଚୟ ବ୍ରିଟିଶ ଶାସନ ପାଇଁ ଗୋଟେ ବଡ଼ ଆହ୍ୱାନ ହୋଇଥିବ। ହଁ, ନିଶ୍ଚିତ ଭାବରେ। ତାହେଲେ ମୋଟାମୋଟି ଭାବେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଯୋଉ ଭୂମିକା, ତାକୁ ଆମେ କେମିତି ଦେଖିବା? ଦେଖନ୍ତୁ, ସେ ଜଣେ ପ୍ରମୁଖ ଜାତୀୟ ନେତା ଥିଲେ। କଂଗ୍ରେସ ଦଳ ସହିତ ତାଙ୍କର ବହୁତ ଘନିଷ୍ଠ ସମ୍ପର୍କ ଥିଲା। ଆଉ ଗୋଟେ ବଡ଼ କଥା ହେଲା, ସେ ଦେଶ ବିଭାଜନର ତୀବ୍ର ବିରୋଧ କରୁଥିଲେ। ଓହୋ, ଦେଶ ବିଭାଜନର ବିରୋଧୀ ଥିଲେ? ହଁ, ବହୁତ ଦୃଢ଼ ଭାବରେ। ତାଙ୍କର ନେତୃତ୍ୱ କେବଳ ସେହି ସୀମାନ୍ତ ପ୍ରଦେଶ ଭିତରେ ସୀମିତ ନଥିଲା। ପୁରା ଭାରତରେ ତାଙ୍କୁ ଲୋକେ ସମ୍ମାନ କରୁଥିଲେ। ଆଉ ଜଣେ ମୁସଲମାନ ହୋଇ ମଧ୍ୟ ସେ ଗୋଟେ ଧର୍ମନିରପେକ୍ଷ ଭାରତର ସ୍ୱପ୍ନ ଦେଖୁଥିଲେ। ଆଚ୍ଛା। ଆଉ ହିନ୍ଦୁ ମୁସଲମାନ ଏକତା ପାଇଁ ସବୁବେଳେ କାମ କରୁଥିଲେ। ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା। ତାହେଲେ ଏଇ ଯୋଉ ସଂକ୍ଷିପ୍ତ ଆଲୋଚନା ଆମେ କଲେ, ଏଥିରୁ ଏତିକି ବୁଝା ପଡ଼ୁଛି ଯେ ଖାନ୍ ଅବଦୁଲ ଗଫର ଖାନ୍ କେବଳ ସୀମାନ୍ତ ଗାନ୍ଧୀ ନଥିଲେ। ନା, ସେ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ପଶ୍ତୁନ ନେତା, ଖୁଦାଇ ଖିଦମତଗାର ପ୍ରତିଷ୍ଠାତା, ଅହିଂସାର ଜଣେ ଏମିତି ନିଷ୍ଠାପର ପ୍ରୟୋଗକର୍ତ୍ତା, ଆଉ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ବାସ୍ତବିକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ। ଏକଦମ ଠିକ୍। ଆଉ ଏଠି ଗୋଟେ କଥା ଚିନ୍ତା କରିବା ପାଇଁ ରହିଯାଉଛି। ହଁ, କୁହନ୍ତୁ। ଏ ଯୋଉ ସ୍ୱାଧୀନତା ସଂଗ୍ରାମ ଏତେ ଜଟିଳ ସମୟ ଥିଲା, ସେତେବେଳେ କେମିତି ଏତେ ଭିନ୍ନ ଭିନ୍ନ ସାଂସ୍କୃତିକ, ଭାଷିକ ଆଉ ଧାର୍ମିକ ପୃଷ୍ଠଭୂମିରୁ ଆସିଥିବା ନେତାମାନେ ଗୋଟେ ସାଧାରଣ ଲକ୍ଷ୍ୟ ପାଇଁ ଏକାଠି ହୋଇପାରିଲେ? ହଁ, ଏହା ଏକ ଭଲ ପ୍ରଶ୍ନ।
ବିଶେଷ କରି ଖାନ୍ ଅବଦୁଲ ଗଫର ଖାନଙ୍କ ପରି ନେତାମାନେ ସେମାନେ କେମିତି ନିଜର ଯେଉଁ ସ୍ୱତନ୍ତ୍ର ପରିଚୟ ତାକୁ ବଜାୟ ରଖିଲେ ଆଉ ତା ସହିତ ଏକ ବଡ଼ ଆନ୍ଦୋଳନରେ ନିଜକୁ ସାମିଲ ବି କଲେ, ଏହା ଉପରେ ଆହୁରି ଗଭୀର ଭାବେ ଚିନ୍ତା କରାଯାଇପାରେ। ନିଶ୍ଚୟ। ଏହା ଆଗକୁ ଆହୁରି ଅନୁଶୀଳନର ବିଷୟ।